ଯାହା ହଉ ବହୁତ ଦିନ ପରେ ଆଜି ଭୋଜିରେ ଖାଇବାକୁ ମିଳିଲା। ସକାଳୁ ଆଜି ମୋର ଯେମିତି ନିଦ ଭାଗିଛି ଫଟାଫଟ ବ୍ରଶ କରି ମୁହଁ ଧୋଇ ହେଇ ଫ୍ରେଶ ହେଇଗଲି। ତାପରେ ଆମ ଫଟୋ ଫଟିଆକୁ ନେଇ ବାହାରି ପଡିଲି ମାର୍କେଟ ଯିବା ପାଇଁ। ଆଉ ମୋ ସାଙ୍ଗରେ କ୍ୟାପ୍ଟେନ ଆଉ ବାବୁସାନ ମଧ୍ୟ ଯାଉଛନ୍ତି। ତ ଫଟାଫଟ ଗାଡିକୁ ଷ୍ଟାର୍ଟ କରି ଆମେ ଚାଲିଲୁ ମାର୍କେଟ ଚୁଟି କାଟିବା ପାଇଁ। ତ କିଛି ସମୟ ପରେ ମାର୍କେଟରେ ପହଞ୍ଚି ଫାଷ୍ଟ ମୁଁ ପଳେଇ ଆସିଲି କିଛି ଜଳଖିଆ କରିବା ପାଇଁ। ତ ଜଳଖିଆରେ ଗୁଲୁଗୁଲା ପୁରୀ ଆଉ ଘୁଗୁନି। ତ ଜଳଖିଆକୁ କମ୍ପ୍ଲିଟ କରି ପଳେଇ ଆସିଲି ସେଲୁନକୁ ଆସି ଦେଖେ ତ ବିଶେଷ କିଛି ଲୋକ ବି ନଥିଲେ। କିଛି ସମୟ ୱେଟ୍ କଲା ପରେ ମୋର ଚୁଟି କଟା ବି ଷ୍ଟାର୍ଟ ହେଇଗଲା। ଫାଇନାଲି ମୋର ଚୁଟି କଟା କିଛି ଏମିତି ହେଲା। ଆଜିକାଲି ନ୍ୟୁଜରେ କହୁଛି କି ଗଞ୍ଜାମ ଡିଷ୍ଟ୍ରିକ୍ଟକୁ ବାତ୍ୟା ଅଛି, ହେଲେ ଆମର ଏପଟେ ବାତ୍ୟାର ଦେଖା ଦର୍ଶନ ହିଁ ନାହିଁ, କେବଳ ବହୁତ ଜୋରେ ଖରା ହଉଛି। ହଉ ସେ ସବୁ ଛାଡ, ଘରକୁ ଆସି ମୁଁ ଫଟାଫଟ ଗାଧେଇ ପିଧେଇ ଫ୍ରେଶ ହେଇଗଲି। ତାପରେ ଚୁଟି ଫୁଟି ସାଇଜ କରି ଆମ ଗୋଷ୍ଠୀ ସହ ବାହାରି ପଡିଲୁ ଗୋଟେ ଭୋଜି ଖାଇଯିବା ପାଇଁ। ଆଉ ଭୋଜିଟା ଆମରି ଗାଁ ପାଖରେ ହିଁ ହଉଛି। ତ ଏଠି ପହଞ୍ଚିଲାକୁ ଦେଖିଲୁ ଅଲରେଡି ଭୋଜି ଖିଆ ଷ୍ଟାର୍ଟ ହେଇଯାଇଥିଲା। ତ ଡେରି ନ କରି ଆମେ ବି ବସି ପଡିଲୁ। ଫାଷ୍ଟ ତ ପାଏସ ଦେଲେ, ତାପରେ ଆମର ମେନ୍ କୋର୍ସ ମାନେ ଭୋଜି ବି ବାଢି ଦେଲେ। ବହୁତ ଦିନ ହବ ଭୋଜି ଖିଆ ହେଇନଥିଲା, ତ ଆଜି ଟିକେ ମନ ଦେଇକି ଭୋଜି ପେଟେ ଖାଇଦେଲି। ଦେନ୍ ଭୋଜି ଖାଇ ସାରିଲା ପରେ ସମସ୍ତେ ଚାଲିଲେ ହଜମ କରିବା ପାଇଁ, ମାନେ କ୍ରିକେଟ ଖେଳିବା ପାଇଁ। ଏଇ ପାଖରେ ଗୋଟେ ପଡିଆ ଅଛି, ତ ଏଇଠି ହିଁ କ୍ରିକେଟ ଖେଳ ହଉଛି। ମୁଁ ତ ଚାଲିଲି କ୍ରିକେଟ ଖେଳ ଦେଖିବା ପାଇଁ। ତମେ ମାନେ ଟିକେ ଚ୍ୟାନେଲକୁ ଫଲୋ ସବସ୍କ୍ରାଇବ କରିକି ଯିବ। କଣ ପାଇଁ ନା ମୋର 15K ର ୟୁଟ୍ୟୁବ ଚ୍ୟାନେଲ ଡିଲିଟ ହେଇଯାଇଛି।